ମୁଁ ବାରମ୍ବାର କହିଛି ଯେ ସିବିଆଇ ତଦନ୍ତ ପାଇଁ କୌଣସି ଲେଖାର ଆବଶ୍ୟକता ହୁଏ ନା ଆଇନଗତ ଭାବରେ। ମୁଁ ବୁଝିପାରୁନି କାହିଁକି ତାଙ୍କର ପରିବାର ବର୍ଗଙ୍କୁ ଲେଖା ମଗାଯାଉଛି। ବିନା ଲେଖାରେ କ'ଣ ସରକାରଙ୍କର ଅଧିକାର ନାହିଁ ସିବିଆଇ ଇନକ୍ୱାରି କରିବା ପାଇଁ? ମାନ୍ୟବର ହାଇକୋର୍ଟ ମଧ୍ୟ ଆଦେଶ ଦେଇପାରିବେ, ସରକାର ମଧ୍ୟ ସିବିଆଇକୁ କେସ୍ ହସ୍ତାନ୍ତରିତ କରିପାରିବେ। ଏବଂ ଯେଉଁମାନେ ଆଜି ଟାଳଟଳ ନୀତି ଗ୍ରହଣ କରୁଛନ୍ତି, ଆମେ ଶୁଣୁଛୁ କ୍ରାଇମବ୍ରାଞ୍ଚ ପୁଣି ପୁନର୍ତଦନ୍ତ ଆରମ୍ଭ କଲାଣି। ସେଇମାନେ ଯେତେବେଳେ ବିରୋଧୀ ଦଳରେ ଥିଲେ ପ୍ରତିଦିନ ବିଧାନସଭା ବାହାରେ ଦାବି କରୁଥିଲେ ଯେ यार ସିବିଆଇ ତଦନ୍ତ हो बोलिकी ସେଇ ବନ୍ଧୁମାନେ ଆଜି କ୍ଷମତାରେ ଅଛନ୍ତି। ଯାହା କହନ୍ତି आहे ସୌଦାଗର तो ବାକ୍ୟ ତୁ ହିଁ ରକ୍ଷା କର। ଆପଣ ନିଜେ ଡିମାଣ୍ଡ କରୁଥିଲେ ସିବିଆଇ ଇନକ୍ୱାରି हो बोलिकी ଆଜି ଆପଣ କ୍ଷମତାରେ ଅଛନ୍ତି, ସିବିଆଇ ଇନକ୍ୱାରି କରୁନାହାନ୍ତି। କିଏ ମନା କରୁଛି? ଆମେ ତ କିଏ ଆପତ୍ତି କରୁନା, ତାଙ୍କ ପରିବାର ବର୍ଗ ତ ଆପତ୍ତି କରୁନାହାନ୍ତି, ରାଜ୍ୟରେ କେହି ତ ଆପତ୍ତି କରୁନାହାନ୍ତି ସିବିଆଇ ତଦନ୍ତ ନ हो बोलिकी। ମୁଁ ଜାଣିନି ସେ କେଉଁ ଉଦ୍ଦେଶ୍ୟରେ ଭେଟିବେ, କିନ୍ତୁ ଆଗରୁ ସେମାନେ ତାଙ୍କର ଯେଉଁ ପବ୍ଲିକ୍ ଷ୍ଟେଟମେଣ୍ଟ ଦେଇଥିଲେ ସେମାନେ ମଧ୍ୟ କହୁଥିଲେ ଯେ ସିବିଆଇ ଇନକ୍ୱାରି हो ବୋଲି। ଏବେ ତ ସରକାର ବଦଳି ଗଲେଣି। ବର୍ତ୍ତମାନ ସରକାର ସାଟିସ୍ଫାଏ କରନ୍ତୁ ତାଙ୍କୁ, କିଏ ଆପତ୍ତି କରୁଛି? ଆଜି ମୁଁ ବାରମ୍ବାର ରିପିଟ୍ କରୁଛି, ଯେଉଁମାନେ ଆଜି ସରକାରରେ ଅଛନ୍ତି ସରକାରକୁ ଆସିବା ପୂର୍ବରୁ ସେଇମାନେ ତ ସିବିଆଇ ତଦନ୍ତ ଦାବି କରୁଥିଲେ। ସେଇ ଲୋକ, ସେଇ ମଣିଷ, ସେଇ ଚେହେରା, ସେଇ ଚିହ୍ନ, ସେଇ ଦଳ। ଆଜି କ'ଣ ଅସୁବିଧା ହେଇଗଲା? ତେଣୁ ଏଇଟା ଏ ଦୋମୁହା ନୀତି ନୁହେଁ କି ଏଇଟା?